ବିଭିନ୍ନ ବାପା ପୁଅ ଯେଭଳି ଭାବେ ନିଖୋଜ ହେଇଥିବାର କଥା ଉଠୁଛି, ମୁଁ ତ ଭଗବାନ ପାଖରେ ପ୍ରାର୍ଥନା କରି ସେମାନେ ସୁରକ୍ଷିତ ରୁହନ୍ତୁ। ଲ୍ୟାଣ୍ଡସ୍ଲାଇଡ୍ ହେଲେ ମଧ୍ୟ ଯେମିତି ଆମେ ତାର ବ୍ୟାରିକେଡ କରିକି ଆମେ ବ୍ୟବସ୍ଥା କରିବା, ଯେମିତି ତାର ମଧ୍ୟ ଚିନ୍ତାର ବିଷୟ ଅଛି। ସମ୍ପୂର୍ଣ୍ଣ ଉଦ୍ଧାର କାର୍ଯ୍ୟ ସରିଲା ପର୍ଯ୍ୟନ୍ତ ଇଏ ମିଶନ ଚାଲିବ ଏବଂ ଉଦ୍ଧାର ଏଇ ଯୋଉ ଯେତେ ମାଟି ଅତଡା ଖସି ଯାଇଛି, ବିରାଟ ଅତଡା ଅଛି, ସେଗୁଡା ସଫା କଲେ ଜଣା ପଡିବ ଯୋଉଭଳି ଭାବେ ଘଟଣା ଘଟିଛି। ଗତକାଲି ଲଗାଣ ବର୍ଷା ଫଳରେ ଲ୍ୟାଣ୍ଡସ୍ଲାଇଡ୍ ହେଇଛି। ମହେନ୍ଦ୍ରଗିରିରେ ମଧ୍ୟ 15 ଜଣ ପର୍ଯ୍ୟଟକ ଫସି ଯାଇଥିଲେ, ତାଙ୍କୁ ମଧ୍ୟ ଉଦ୍ଧାର କରାଯାଇଛି। ସୁରକ୍ଷିତ ଭାବେ ସେମାନେ ଘରକୁ ଫେରିଛନ୍ତି ମଧ୍ୟ। ଏବଂ ଏଇଠି ପେକଟ ଗାଁରେ ଆଉ ଏକ ଘଟଣା, ଏଠି ଲ୍ୟାଣ୍ଡସ୍ଲାଇଡ୍ ହେଇ 2 ଜଣ, କାର୍ତ୍ତିକ ଶବର ଏବଂ ରାଜିକ ଶବର, 2 ଜଣ ବାପା ପୁଅ ଯେଭଳି ଭାବେ ନିଖୋଜ ହେଇଥିବାର କଥା ଉଠୁଛି, ମୁଁ ତ ଭଗବାନ ପାଖରେ ପ୍ରାର୍ଥନା କରି ସେମାନେ ସୁରକ୍ଷିତ ରୁହନ୍ତୁ। ଏବଂ ଆମେ ସନ୍ଦେହ କରି ପ୍ରଶାସନ ତରଫରୁ ଯେଭଳି ଭାବେ ଲଗାତାର ଜେସିବି ଏଇଠି ଏବଂ ଯୋଉ ଯୋଉ ଜାଗାରେ ଯୋଉ କଥା କହିଲେ ଉଦୟଗିରିରେ ମଧ୍ୟ ମହେନ୍ଦ୍ରଗିରିରେ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା ବେଳେ ଏଇଠି ଗୋଟେ ଜେସିବି ଅଛି, ଯେହେତୁ ଆଜି ଦଶହରା ପୂଜା କାରଣରୁ ଗାଡି ଫାଡି ଆସିପାରିନି ଏବଂ ଏଠି ଫାୟାର ବାଲା, ପୋଲିସ ପ୍ରଶାସନ, ଜିଲ୍ଲା ପ୍ରଶାସନ, ଜନସାଧାରଣ ମଧ୍ୟ ସମସ୍ତ ଉଦ୍ଧାର କାର୍ଯ୍ୟ ଲାଗିଥିଲେ। ମୁଁ ଯେତେବେଳେ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ପାଖରୁ ମତେ ନିର୍ଦ୍ଦେଶ ତୁରନ୍ତ ଗଜପତି ଜିଲ୍ଲାର ପେକଟ ଗାଁରେ ଏମିତି ଗୋଟେ ଘଟଣା ଘଟିଛି ଏବଂ ମହେନ୍ଦ୍ରଗିରିରେ ଘଟିଛି, ଉଦୟଗିରିରେ ଘଟିଛି, ଯିବା ପାଇଁ ମୁଁ ସିଧା ଭୁବନେଶ୍ୱରରୁ ବାହାରିଲି ଏବଂ ମୁଖ୍ୟମନ୍ତ୍ରୀଙ୍କ ବିଚଳିତ ଭାବ ଯେ ଗଜପତିରେ ବାରମ୍ବାର ଏଭଳିଆ ଲ୍ୟାଣ୍ଡସ୍ଲାଇଡ୍ କାରଣରୁ ଘଟଣା ଘଟୁଛି, ତେଣୁ ଆମେ ଉଦ୍ଧାର କରିବା ଏବଂ ସେମାନଙ୍କର ଯେମିତି କଣ କରାଯାଇପାରେ, ଲ୍ୟାଣ୍ଡସ୍ଲାଇଡ୍ ହେଲେ ମଧ୍ୟ ଯେମିତି ଆମେ ତାର ବ୍ୟାରିକେଡ କରିକି ଆମେ ବ୍ୟବସ୍ଥା କରିବା, ଯେମିତି ତାର ମଧ୍ୟ ଚିନ୍ତାର ବିଷୟ ଅଛି। ଆସି ପହଞ୍ଚିଲେଣି, କେତେ ସମୟ ଲାଗିବ ଏ ଯୋଉ ରାସ୍ତା ଶୁଖିବା ପାଇଁ? ଆମେ ତ ନିଶ୍ଚୟ ଭାବେ ପ୍ରୟାସ ଜାରି ରହିଛି। ଆମେ ସମ୍ପୂର୍ଣ୍ଣ ଉଦ୍ଧାର କାର୍ଯ୍ୟ ସରିଲା ପର୍ଯ୍ୟନ୍ତ ଇଏ ମିଶନ ଚାଲିବ ଏବଂ ଉଦ୍ଧାର ଏଇ ଯୋଉ ଯେତେ ମାଟି ଅତଡା ଖସି ଯାଇଛି, ବିରାଟ ଅତଡା ଅଛି, ସେଗୁଡା ସଫା କଲେ ଜଣା ପଡିବ। ଏପଟେ ମଧ୍ୟ ରାମଗିରି ରାସ୍ତା ମଧ୍ୟ ଅଛି, ଏଇଠୁ ମାଲଦାରୁ ଆପଣ ଯିବେ, ମାଲଦାରୁ ରାମଗିରି ଜୁଆ ହେଇକିରି ଯିବେ, ଏଇ ରାସ୍ତା କଣ ଦିଆଯିବ? ସରକାର ନିଶ୍ଚୟ, ସରକାର ସବୁବେଳେ ପାଖରେ ଅଛନ୍ତି ଏବଂ ମତେ ସେଇଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ପଠେଇଛନ୍ତି। ମୁଁ ତ ନିଜେ ଉପସ୍ଥିତ ଅଛି ଏବଂ ଯୋଉମାନେ ଏଭଳିଆ ନ ଘଟୁ, ସେମାନଙ୍କର ନିଖୋଜଟା ଅନ୍ୟ କିଛି ଅସୁବିଧା ହେଇଯାଉ, ଏଭଳିଆ ନ କରନ୍ତୁ ଭଗବାନ। ଯଦି କିଛି ହୁଏ ତାହେଲେ ସରକାର ପାଖରେ ରହିବେ ନିଶ୍ଚୟ। ଦେଖନ୍ତୁ, ଗଜପତି ଜିଲ୍ଲାରେ ପୂର୍ବରୁ ଠାରୁ 126 ଜାଗାକୁ ଚିହ୍ନଟ କରାଯାଇଛି, ଯୋଉଟାକି ସମ୍ବେଦନଶୀଳ ହିସାବରେ ବର୍ତ୍ତମାନ ସୁଦ୍ଧା ମଧ୍ୟ ସେଇ ଜାଗାର ମାନେ କୌଣସି ପ୍ରୋଟେକ୍ସନ ଦୃଷ୍ଟିରୁ କୌଣସି ପ୍ରକାର ପଦକ୍ଷେପ ବର୍ତ୍ତମାନ ସୁଦ୍ଧା ସେତିକି ସମୟ ତ ଏତେ ବଡ ଘଟଣା ରକ୍ ରିଭର ହେଇଗଲା, ପୁରା ପଥର ନଦୀ ହେଇଗଲା, ପାହାଡ ଉପରକୁ ପଥର, ବାଦଲ ଫଟା, ଲ୍ୟାଣ୍ଡସ୍ଲାଇଡ୍, ଦୁନିଆ କଥା ହେଇଗଲା ଏବଂ ସେ ସମୟର ଚିହ୍ନଟ ହେଇଥିବା ଯେତେ ସମ୍ବେଦନପୂର୍ଣ୍ଣ ଜାଗା ତାର ମଧ୍ୟ ନିଶ୍ଚିତ ଭାବେ ନିରାପଦ ଯେମିତି ରହିବ, ଲ୍ୟାଣ୍ଡସ୍ଲାଇଡ୍ ଭବିଷ୍ୟତରେ ହେଲେ କିଛି ଯେମିତି କାହାର ଜୀବନ ହାନି ହବନି, ଏହାର ମଧ୍ୟ ସରକାର ମଧ୍ୟ ଦାୟିତ୍ୱ ନେବେ।